ଆପଣଙ୍କ ଟିଭି ଓଡ଼ିଶା ମାଟିର ବାସ୍ନା। କାରରେ ହନିମୁନରେ ଯାଉଥିଲେ ଅଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା। ତାପରେ ଯାହା ଘଟିଲା ଆପଣ ଦେଖିଲେ କଳ୍ପନା ବି କରିପାରିବେନି। ଅଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଅଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ସିନେମାରେ ଏକାଠି କାମ କରୁଥିଲେ। ସିନେମାରେ ଏକାଠି କାମ କରୁ କରୁ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ତାପରେ ସେମାନେ ବିବାହର ନିଷ୍ପତ୍ତି ନେଇଥିଲେ। ବାହାଘର ପରେ ସେମାନେ କିଛି ବର୍ଷ ସୁଖ ଶାନ୍ତିରେ ଜୀବନ କାଟିଥିଲେ। ତାପରେ ଅନୁଭବ ଏବଂ ବର୍ଷାଙ୍କ ମଧ୍ୟରେ ଏମିତି କିଛି ବିବାଦ ଆସିଲା ଯାହା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲା। ତାପରେ ସେମାନେ କୋର୍ଟର ଆଶ୍ରୟ ନେଇ ବର୍ତ୍ତମାନ ସମୟରେ ଅଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଛାଡ଼ପତ୍ରର ଆଶ୍ରୟ ନେଲେ। ସାଂସଦ ଥିବାବେଳେ ଅନୁଭବ ମହାନ୍ତି ଦିଲ୍ଲୀ ଯାଉଥିଲେ। ଆଉ ଦିଲ୍ଲୀରେ ଦେଖା ହୋଇଥିଲା ଜାଗୃତି ଶୁକ୍ଳା। ଜାଗୃତି ଶୁକ୍ଳାଙ୍କ ସହ ପ୍ରଥମେ ବନ୍ଧୁତା, ତାପରେ ପ୍ରେମ, ଆଉ ବର୍ତ୍ତମାନ ସମୟରେ 7 ଜନ୍ମର ସାଥୀ ହୋଇଛନ୍ତି ଅନୁଭବ ଆଉ ଜାଗୃତି। ଦିଲ୍ଲୀରେ ବାହା ହୋଇ ଜାଗୃତି ଶୁକ୍ଳା ବର୍ତ୍ତମାନ ସମୟରେ ନିଜ ଶାଶୁଘରେ ଅଛନ୍ତି। ଆଉ ଚତୁର୍ଥୀ ପୂଜା ମଧ୍ୟ ଶାଶୁଘରେ କରିଥିଲେ। ଚତୁର୍ଥୀ ପରେ ଜଗା ଦର୍ଶନ କରିବାକୁ ପୁରୀ ଯାଇଥିଲେ। ପୁରୀ ଯେତେବେଳେ ଯାଇଥିଲେ ଜାଗୃତି ଶୁକ୍ଳା ନିଜର ମନ୍ତବ୍ୟ ଓଡ଼ିଆରେ ରଖିଥିଲେ। ଆଉ ସେ କହିଥିଲେ ଜଗା ଦର୍ଶନ କରି ବହୁତ ଭଲ ଲାଗିଲା ଆଉ ମୁଁ ଓଡ଼ିଆ କହିବା ପାଇଁ ଚେଷ୍ଟା କରିବି। ତେବେ ଅଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ଜାଗୃତି ଶୁକ୍ଳା ବର୍ତ୍ତମାନ ସମୟରେ ବାହାରକୁ ଲଙ୍ଗ ଟୁର୍ରେ ଯାଇଛନ୍ତି।